ନବରଙ୍ଗପୁର ଜିଲ୍ଲାରେ ସାଧାରଣତଃ ଓଡ଼ିଶାରେ ହାର ହେଲା ବିଜୁ ଜନତା ଦଳ। ତାର ପଛରେ କଣ କାହାକୁ ଦାୟୀ ଦେବେ ଆପଣ? ଦେଖନ୍ତୁ, ବିଗତ ନିର୍ବାଚନରେ ଯେଉଁ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲାରେ ପରାଜୟ ହେଇଛି ସମସ୍ତ ଜାଗାରେ, ତାର ମୁଖ୍ୟ କାରଣ ହେଲା ଯେ ଆମ ଦଳରେ ଓଭର କନଫିଡେନ୍ସ, ସମସ୍ତ ଦଳୀୟ ନେତାଙ୍କର ଓଭର କନଫିଡେନ୍ସ ରହିଲା ଏବଂ ପୁରୁଣା ନେତାମାନଙ୍କୁ ବି ସେମାନଙ୍କୁ ପଚରା ଗଲା ନାହିଁ। ନୂଆ ଡିଜିଟାଲ ଦୁନିଆରେ ନୂଆ ପ୍ରକାରର ସେମାନେ ପ୍ରଚାର କଲେ, ପ୍ରତ୍ୟେକ ଗାଁକୁ ପହଞ୍ଚି ପାରିଲେ ନାହିଁ, ପ୍ରତ୍ୟେକ ଲୋକଙ୍କୁ ନବୀନ ବାବୁଙ୍କର ଜନାଭିମୁଖୀ କାର୍ଯ୍ୟକ୍ରମକୁ ନେଇ ପାରିଲେ ନାହିଁ। ସେଥିପାଇଁ ଆମର ଦଳର ଏଠି ପରାଜୟ ହେଲା। ଦେଖନ୍ତୁ, ବିଗତ ପଞ୍ଚାୟତ ନିର୍ବାଚନରେ ଯେଭଳି ସଫଳତା ପାଇଥିଲେ 26ଟାରୁ 25ଟା ଜିତିକି ଜିଲ୍ଲା ପରିଷଦରେ, ସେଇ ସଫଳତାକୁ ନେଇକିନା ସମସ୍ତେ ଓଭର କନଫିଡେନ୍ସ ହେଲେ ଏବଂ ଆମର ଯାହାକୁ ନବୀନ ବାବୁ ମାନେ ଦାୟିତ୍ୱ ଦେଇଥିଲେ ଦ୍ୱିତୀୟ ନେତା ଭାବରେ, ସେ ବି ପ୍ରଚାର କରିବାରୁ ଲୋକଙ୍କ ମନରେ ଗୋଟେ ଅଲଗା ପ୍ରକାରର ଭାବନା ଆସିଲା ଏବଂ ଦଳୀୟ କର୍ମୀ ମାନେ ତାକୁ ପସନ୍ଦ କଲେ ନାହିଁ ଏବଂ ସେମାନେ ନିଜର ମାନେ ଯୋଉଟା ଜି ଜାନ ଦେଇକିନା ଲାଗିବା କଥା ସେମିତି ସେମାନେ ଦଳ ପାଇଁ ଲାଗିଲେ ନାହିଁ। ତାହାର ଫାଇଦା ନେଲା ଭାରତୀୟ ଜନତା ପାର୍ଟି। ନାହିଁ ଯେ ବିଜୁ ଜନତା ଦଳ ରହିକି ବିଜେପିର କାର୍ଯ୍ୟ କରିଥିଲେ, କିନ୍ତୁ ସେମାନଙ୍କୁ ଯୋଉ ଜାଗାରେ ଯେଉଁ ବ୍ୟକ୍ତିଙ୍କୁ ଯାହାକୁ ଯୋଉ ଜାଗାରେ ଦରକାର ତାକୁ ସମାନ ପ୍ରୟୋଗ କଲା ନାହିଁ ବିଜୁ ଜନତା ଦଳ। ସେଇଥିପାଇଁ ସେମାନଙ୍କର ମନଉଣା ହେଲା। ସେମାନେ ପ୍ରତ୍ୟକ୍ଷ ଭାବରେ ଏବଂ ପୁରା ନିଜର ନିଷ୍ଠାର ସହ ସେମାନେ କାମ କରିପାରିଲେ ନାହିଁ। ସେଇଥିପାଇଁ ଆଜି ଆମର ଏଇ ପରାଜୟ କରନ୍ତି। ଗଠନର ମୁଖ୍ୟମାନେ ଯୋଉମାନେ ଥିଲେ କର୍ମୀ ମାନେ, ସେଉମାନେ ପଦାରେ ପଡି ଯାଉଥିଲେ। ତ ଆକୁ କେତେ ଦୂର ବିଦ୍ରୋହ ହେଲା ଆଉ ଏଇଟା କେତେ ଦୂର ଯୁକ୍ତିଯୁକ୍ତ ହେଲା? ଦେଖନ୍ତୁ, ମୁଁ ତ ଆଗରୁ କହିଛି ପରା, ମାନେ ଦଳୀୟ କର୍ମୀଙ୍କୁ ଏବଂ ଦଳୀୟର ପୁରୁଣା ଯୋଉମାନେ ବିଜୁ ପ୍ରେମୀ ଥିଲେ, ସେମାନେ ନିଜେ ଅନୁଭବ କଲେ ଯେ ଏଇଟା ମାନେ ଅଫିସର ରାଜରେ ସେମାନେ ଅଫିସରଙ୍କୁ ଧରିକିନା ରାଜନୀତି କରୁଛନ୍ତି। ସେଇଥିପାଇଁ ସେମାନେ ମାନେ ନିଜର ନିଷ୍ଠାର ସହ କାର୍ଯ୍ୟ କରିପାରିଲେ ନାହିଁ ଆମର ବିଜୁ ଜନତା ଦଳ କର୍ମୀ। ନିର୍ବାଚନ ମଣ୍ଡଳୀ ଦେଲେ ଜଣେ କେବଳ ମନୋହର ରନ୍ଧାରୀ, ଆକୁ ନେଇକି କାହାକୁ ଆପଣ ଶ୍ରେୟ ଦେବେ ଆଉ କଣ ଚିନ୍ତା କରିବେ? ସେଇ ଯାହା ଶ୍ରେୟଟା ତ ଦଳର ଯାହା ଅଛି, କିନ୍ତୁ ସେ ନିଜେ ବ୍ୟକ୍ତି ଯିଏ କି ମନୋହର ରନ୍ଧାରୀ, ସେ ନିଜର ସଂଗଠନକୁ ଅହରହ 5 ବର୍ଷ ହେଲା ସେ ସଂଗଠନକୁ ଇଏ କରୁଥିଲେ ଏବଂ ପ୍ରତ୍ୟେକ ଜାଗାରେ ସେ ପହଞ୍ଚିକି ସମସ୍ତ କର୍ମୀଙ୍କୁ କର୍ମୀଙ୍କୁ ଯେ ଗୁରୁତ୍ୱ ଦେବା କଥା ସେ ଗୁରୁତ୍ୱ ଦେଇ ସେ ନିଜେ ନିଜର ନିର୍ବାଚନକୁ ନିଜେ ଲଢିଥିଲେ। ସେଇଥିପାଇଁ ସେ କାର୍ଯ୍ୟ ହେଲେ ଆପଣ କଣ କହୁଛନ୍ତି ନବରଙ୍ଗପୁରରେ ଯେ ଅଛନ୍ତି ସଦାଶିବ ପ୍ରଧାନ, ସେ କୌଣସି ଗୁରୁତ୍ୱ ଦେଇନଥିଲେ କର୍ମୀ ମାନଙ୍କୁ? ଗୁରୁତ୍ୱ ଦେଇଥିଲେ, କିନ୍ତୁ ମନୋହର ରନ୍ଧାରୀ ଯେଭଳି ଭାବରେ ଗୁରୁତ୍ୱ ଦେଇଛନ୍ତି, ତାଙ୍କର ଯେଉଁ ଶୈଳୀ ଥିଲା ଜିତିବାର ଏବଂ ପ୍ରଚାର କରିବାର, ସେ ଶୈଳୀ ସେ ଦେଇପାରିନାହାନ୍ତି। ଏବେ ଝରିଗାଁ ନିର୍ବାଚନ ମଣ୍ଡଳୀ କଥା ଆପଣ ଚିନ୍ତା କରନ୍ତୁ। ଝରିଗାଁ ନିର୍ବାଚନ ମଣ୍ଡଳୀ ଯୋଉ ପ୍ରକାର ହାର ହେଇଛି ରମେଶ ଚନ୍ଦ୍ର ମାଝୀଙ୍କର, ଆମେ ତ ଭାବିଥିଲୁ ରମେଶ ଚନ୍ଦ୍ର ମାଝୀକୁ ହରାଇବା ବ୍ୟକ୍ତିତ୍ୱ ସେ ଜନ୍ମ ହେଇପାରିବେ ନାହିଁ, କିନ୍ତୁ ନରସିଂହ ଭୋଟ୍ରା ଯିଏକି କୌଣସି ଆଲୋକରେ ନଥିଲେ, ଅନ୍ଧାରରେ ଥିଲେ, ସେ ହଠାତ୍ ଆଲୋକକୁ ଆସିକି ଏ ପ୍ରକାର ପ୍ରଭାବିତ କଲେ ଲୋକଙ୍କୁ, ଆକୁ ନେଇ କଣ କହିବେ ଆପଣ? ଦେଖନ୍ତୁ, ଝରିଗାଁ ନିର୍ବାଚନ ମଣ୍ଡଳୀରେ ବି ସେ ବହୁତ ଓଭର କନଫିଡେନ୍ସ ହେଇଥିଲେ। ସେ କେବେ ହାରି ନାହାନ୍ତି, ତାଙ୍କ ବାପା ସମୟରୁ ସେ କେବେ ହାରି ନାହାନ୍ତି, ସ୍ୱର୍ଗତ ଯାଦବ ମାଝୀ ସମୟରୁ। ସେଇଟା ଗୋଟେ ଓଭର କନଫିଡେନ୍ସ ଏବଂ ସେଠି ଯୋଉ ପ୍ରକାର ଆମର ମାନେ ମାନେ ଦୁଇଟି ଏମପିଙ୍କର ଏବଂ ଏମଏଲଏଙ୍କର ଯୋଉ ପ୍ରକାର ମାନେ ମିଳାମିଶା ହେଇକି ସେମାନେ ଯୋଉ ମିଳିତ ଭାବରେ ଲଢି ପାରିଲେ ନାହିଁ, ସେଇଟା ଆମର ବିପର୍ଯ୍ୟୟ ହେଲା। ଅର୍ଜୁନ ତ୍ରିପାଠୀ ଗୋଟେ ଯୋଦ୍ଧା ଭଳି କାମ କରିଥିଲେ, ସିଏ ବିଜୁ ଜନତା ଦଳ ଛାଡିକି ଭାରତୀୟ ଜନତା ପାର୍ଟିରେ ସାମିଲ ହେବାରୁ ଏ ପ୍ରକାର ପଦକ୍ଷେପ ହେଇନାହିଁ ତ? ସେ ଶ୍ରେୟ କାହାର ଯିବ ନାହିଁ, ସେଇଟା ତ ସବୁ ଜାଗାରେ ଓଡିଶା ଜାଗାରେ ଭାରତୀୟ ଜନତା ପାର୍ଟି ଜିତିଛି। ଅର୍ଜୁନ ତ୍ରିପାଠୀ ଆମର ପୂର୍ବତନ ବିଜେଡିର ନେତା, ଜଣେ ମିଶିଗଲେ ସେଇଟା ବିପର୍ଯ୍ୟୟ ହବ, ତାହା ଭୁଲ। କିନ୍ତୁ ତାଙ୍କର ସଂଗଠନରେ ତାଙ୍କେ ଯେତିକି ସଂଗଠନ କରିଛନ୍ତି ଭାବରେ ଭାଜପାକୁ ଗଲେ ବୋଲି ଆମେ ଭାବୁଛୁ, ଆଉ ଲୋକ ବି କହୁଛନ୍ତି। ସମସ୍ତେ ଯାଇନାହାନ୍ତି, ତାଙ୍କର ଯିଏ ଫଲୋର୍ସ ଥିଲେ ସେମାନେ ଯାଇଛନ୍ତି, ସମସ୍ତେ ଯାଇନାହାନ୍ତି। ଶ୍ରେୟ ତାଙ୍କୁ କାହିଁକି? ଯଦି ସବୁ ଜାଗାରେ ବିଜୁ ଜନତା ଦଳ ମାନେ ଭଲ କରିଥାନ୍ତା, ମ୍ୟୁନିସିପାଲିଟିରେ ଯଦି ଅର୍ଜୁନ ତ୍ରିପାଠୀଙ୍କର ଭଲ ହେଇଥାନ୍ତା, ତାହେଲେ ଶ୍ରେୟଟା ତାଙ୍କୁ ଯାଇଥାନ୍ତା। ନରେନ୍ଦ୍ର ମୋଦିଙ୍କର ଯୋଉ ପ୍ରୋଗ୍ରାମ ହେଲା, ତାପରେ ଲୋକଙ୍କର ମନରେ ବି ଟିକେ ରହିଲା। ସେଇଥିପାଇଁ ଆଜି ହେଲେ ଆଗ ଦିନରେ କାହାକୁ ଆପଣ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହିଁବେ? ନବୀନ ପଟ୍ଟନାୟକ।